ଆନନ୍ଦମୟୀ ଚୈତନ୍ୟମୟୀ ସତ୍ୟମୟୀ ପରମେ ମା ଶ୍ରୀ ଅରବିନ୍ଦ ଶରଣ। ମାଙ୍କର ଅପାର କରୁଣାରୁ ଆମେ ସମସ୍ତେ ଅପା ଭାଇମାନେ ଆଜି ଶ୍ରୀ ଅରବିନ୍ଦ ଡିଭାଇନ୍ ଗ୍ରେସ୍ ପାଠଚକ୍ରରେ ଅନଲାଇନରେ ଯୋଗଦାନ କରିছে। ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି, ପ୍ରଣାମ ନମସ୍କାର ଏବଂ ଶୁଭେଚ୍ଛା ଜ୍ଞାପନ କରୁଛି। ଏବଂ ମୋ ପୂର୍ବରୁ ଅରଶ୍ରୀ ସସ୍ମିତା ପାଢ଼ୀ ଅପା ଆଉ କୃତିବାସ ଭାଇ ଯେ ମୋର ଅତି ଘନିଷ୍ଠ ଆପଣାର ବନ୍ଧୁ, ସମସ୍ତଙ୍କୁ ମୁଁ शुभेच्छा ज्ञापन करुच्ची, प्रणाम जनाऊँगी एवं माँ पाखे प्रार्थना करुच्ची समस्त माँ आशीर्वाद कर। आम धारावाहिक भाव में आलोचना करते प्रति मासर प्रथम मंगलवार एवं तृतीय मंगलवार प्रभु श्री अरविंद रचित मंत्रमयी महाकाव्य सावित्री बुक 2 कैंटो 2 The Kingdom of the Subtle Matter सूक्ष्म वस्तुर साम्राज्य। आज आम आलोचना करबा पेज 108 लाइन 207 अनुवाद 108 पृष्ठा 207 लाइन अनुवाद। प्रभु लिखिछन्ति The enthusiasm of a divine surprise pervades our life. A mystic stir is felt. A joyful anguish trembles in our limbs. A dream of beauty dances through the heart. A thought from the eternal mind draws near. Intimations cast from the invisible. Awaking from infinity, sleep come down. Symbols of that which never yet was made. यही सृजनशील आनंद प्रभु श्री अरविंद लिखिछन्ति। यही प्रकार सृजनशील आनंद कवि, शिल्पी और चित्रकर मान कबलित कर रखा है, सीज कर देता है। यह एक एंथुसियाज्म ऑफ ए डिवाइन सरप्राइज। दिव्य आश्चर्यचकित घटनार यह एक एंथुसियाज्म, एक चमत्कार प्रेरणा, एक दिव्य प्रेरणा प्रदानकारी आश्चर्यचकित करदेला भली उत्साह कवि मान भितर थाए, शिल्पी मान भितर थाए एवं यह चित्रकर भितर थाए। नूतन सृष्टि जे करिपारला से आनंदर ढेउरे नाचु थाए, बुलु थाए, उठु थाए। प्रभु श्री अरविंद कहते आम निकटरे आमर गोटे नेबरिंग वर्ल्ड अच्छी, दैट इज किंगडम ऑफ सटल मैटर, सूक्ष्म वस्तुर साम्राज्य। एवं सेउठारु आमे पाखकु प्रेरणा प्रस्रोत आसे, आमको प्रभावित करे। आपण माने समस्त अपा भाई माने अनुभव करिथिबे, बेले बेले आम मन प्राण शरीर से आनंदर स्रोत पड़ी बुतुबु हुए, अपूर्व शिहरण जात हुए एवं आमको एक प्रेरणा प्रदानकारी आश्चर्यचकित करदेला भली उत्साह आमको ग्रास कर जाए। ये कविता लेखक है, किए आनंदर आतिशर्य आखिर झर झर लुह बुहाई दिए, किए अन्य मान को भल पाइबा कि तार निज भल पाइबार द्वार टी उन्मुक्त कर दिए। किसी गोटाए पदार्थ ये समस्त
ତାଙ୍କ ଜୀବନ ଭିତରକୁ ଢାଳି ହେଇଯାଏ। ଆମର ଅବସ୍ଥା ମଧ୍ୟ ସେଇଆ ହୁଏ। ଯେତେବେଳେ ମାଙ୍କ ପାଖରୁ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଖରୁ ପ୍ରବେଶ କରେ, ତାକୁ ପ୍ରଭୁ ଏଠାରେ କହୁଛନ୍ତି ସେଇ ପ୍ଲାବନ ସିଜ୍ କରିଦିଏ, ଅଧିକାର କରିଦିଏ ଏବଂ ଆମକୁ ଏକ ମିଷ୍ଟିକ୍ ସ୍କାୟାରକୁ ଉଠେଇଦିଏ, ଗୋଟେ ରହସ୍ୟପୂର୍ଣ୍ଣ ପାହାଚ ଉପରେ ନେଇ ଠିଆ କରିଦିଏ। ଏହି ଗତି ଏତେ ତୀବ୍ର ଯେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଥରିବାକୁ ଆରମ୍ଭ କରେ, ଶିହରଣ ସୃଷ୍ଟି ହୁଏ, ବେକକୁ ଜାତ ହୁଏ। ଏହି କମ୍ପନ ସାଥିରେ ନେଇ ଆସେ ଜୟଫୁଲ ଆଙ୍ଗୁଇଶ, ଆନନ୍ଦପୂର୍ଣ୍ଣ କଷ୍ଟ। କଷ୍ଟ ହେଉଥାଏ କିନ୍ତୁ ସେଥିରୁ ଆନନ୍ଦ ମିଳିଥାଏ। The enthusiasm of a divine surprise ର ଅର୍ଥ ହେଉଛି ଏଇଆ। এই divine surprise pervades ଚାରିଆଡ଼କୁ ବ୍ୟାପିଯାଏ, ପ୍ଳାବିତ ହୋଇଯାଏ ଏବଂ to flow through and fill, ସବୁଆଡ଼େ ମାଡ଼ିଯାଇ ଯେତେ ଖାଲ ଖମା ଅଛି ତାକୁ ସବୁ ଫିଲ୍ କରିଦିଏ, ପୂର୍ଣ୍ଣ କରିଦିଏ। ଯେଉଁପରି ଅତୀତର ବା ଅତର ଯାଉ କୁହନ୍ତୁ, ଅତୀତ ନୁହେଁ ଅତର ବାସନା ଯଦି ବାୟୁମଣ୍ଡଳକୁ ଆମେ ଛାଡ଼ିଦେବା, ଅତର ଶିଶୁ ଖୋଲିଦେବା, ଠିକିରି ଖୋଲିଦେବା, ତାହେଲେ ଅତର ଚହଟି ଯିବ ବାୟୁମଣ୍ଡଳ ଏବଂ ଖଣ୍ଡେ ଦୂରରେ ଠିଆ ହେଇଥିବା ଲୋକଟି ନାକ ପୁଡ଼ାରେ ଯାଇ ସେ ସ୍ପର୍ଶ କରିବ, ତାକୁ ଆମୋଦିତ କରିବ। କୁଆଡ଼ୁ ଏଇ ପବନ ଆସୁଛି ବୋଲି ସେ ଚକିତ ହୋଇକି ଚାରିଆଡ଼କୁ ଜାଣିବ। କିଛି ନଥିଲା, କି ବାସନା କୁଆଡ଼ୁ ଆଇଲା। ଏବଂ ଧୂପକାଠିର ବାସ୍ନା ପରି ଯେମିତି ଧୂପକାଠିର ବାସ୍ନା ଚହଟି ଆସେ, ସେ ସେମିତି ଆସେ। ତତ୍ପରେ the dream of the beauty dances through the heart. ତାପରେ ଆନନ୍ଦ ଆସିଗଲା ପରେ ଆମର ଅଙ୍ଗ ପ୍ରତ୍ୟଙ୍ଗ ସବୁ ଟ୍ରେମ୍ବୁଲ ହୁଏ, ଶିହରିତ ହୁଏ, ଥରେ। ତାପରେ ଆସେ ଡ୍ରିମ୍ ଅଫ୍ ୟୁ, ଗୋଟେ ସ୍ୱପ୍ନ ରାଜ୍ୟକୁ ଆମକୁ ନେଇଯାଏ, ଯାହା ହେଉଛି ସୌନ୍ଦର୍ଯ୍ୟର ସ୍ୱପ୍ନ। ଆମେ ସେମିତିଆ ସୌନ୍ଦର୍ଯ୍ୟ ଆଗରୁ ଦେଖିନଥାଏ ଏବଂ ଆମକୁ ସେଠି ସେଇ ସୌନ୍ଦର୍ଯ୍ୟ ଦେଶରେ ସ୍ଥାନରେ ଆମ ହୃଦୟ ଡ୍ୟାନ୍ସ କରେ। 108 ପେଜ ପରା, ହଁ କହିଲି, ପଚାରିଲେ କି 108 ପେଜ। ତେଣୁ ଆମେ ସୌନ୍ଦର୍ଯ୍ୟ ଭିତରେ ପଡ଼ିଯାଇଥାଉ, ଉବୁଟୁବୁ ହେଉଥାଉ। ବିୟୁଟି ଏକ ସାଧାରଣ ଶବ୍ଦ ନୁହେଁ, ବିୟୁଟି ଏକ ସ୍ୱର୍ଗୀୟ ଶବ୍ଦ। ଯୋଉ ଜିନିଷକୁ ଆମେ ବିୟୁଟି ବୋଲି କହୁଛୁ, କିଙ୍ଗଡମ ଅଫ ସଟଲ ମ୍ୟାଟରରେ ତାକୁ ମଧ୍ୟ ଡିଭାଇନ କହନ୍ତି। ବିୟୁଟିର ଅନ୍ୟ ନାମ, ଡିଭାଇନର ଅନ୍ୟ ନାମ ହେଉଛି ବିୟୁଟି। ଏବଂ ଯେତେବେଳେ ଆମେ এই ପ୍ରକାର ଅବସ୍ଥାରେ ଥାଏ, ଆମେ ଜାଣିପାରୁନଥାଏ କୋଉଠୁ ବାସନାଟା ଆସୁଛି। ପ୍ରଭୁ କହୁଛନ୍ତି from the invisible one, a thought from the eternal mind draws near. ଚିରନ୍ତନୀ ମାନସରୁ ଆମ ପାଖକୁ ଗୋଟେ ଚିନ୍ତା ଟାଣି ହେଇକି ଚାଲି ଆସେ, ଆମ ଭିତରେ ପ୍ରବେଶ କରିଯାଏ। ଆମେ ଚିନ୍ତାଶୀଳ ହୋଇଯାଉ, ଯୋଉ କଥାକୁ ବୁଝି ନ ପାରୁଥାଉ ସେ କଥାକୁ ବୁଝିପାରୁ। Intimations that from the invisible, cast from the invisible, cast
ଅନେକ ଇଣ୍ଟିମେସନ ଆମ ପାଖକୁ ଆସେ। ଇଣ୍ଟିମେସନ ମିନ୍ସ ସୂଚନା। ଏ ସୂଚନା କୋଉଠୁ ଆସେ? ଅଦୃଶ୍ୟ ଜଗତରୁ ଆସେ। ଅଦୃଶ୍ୟ ଜଗତରୁ ଆସୁଥିବା ସୂଚନା ତାକୁ ମନେ ହୁଏ ଯେପରି କିଏ ତାକୁ ଠେଲି ଦେଇକି ଫୋପାଡ଼ି ଦେଲା ଏବଂ ଆମ ଚେତନା ଭିତରକୁ ସେ ଆସିଲା। ଆମେ ତାର ସ୍ପର୍ଶ ଲାଭ କଲୁ ଏବଂ ସେଇ ଇଣ୍ଟିମେସନ ଇନଭିଜିବୁଲ ବୋଲି କୋଉଠୁ ଆସିଲା ବୋଲି ଖୋଜିଲୁ, ପାଇଲୁନି ତାର ସୋର୍ସ। ଏହାରି ନାଁ ହେଉଛି ଆଧ୍ୟାତ୍ମିକତା। Awakening from infinity state from now. ଭଗବାନ ତ ଅନନ୍ତ ଶୟନରେ ଇନଫିନିଟି, ଅନନ୍ତ କାଳ ପାଇଁ। ସେଇ ଅନନ୍ତ କାଳ ପାଇଁ ଯିଏ ଶୟନ କରିଛନ୍ତି ସେଇଠାରୁ ଏ ଇଣ୍ଟିମେସନ ସ୍ଲିପ ହେଇକି ଚାଲି ଆସେ ଏବଂ ଜାଗ୍ରତ ହୁଏ ଆମ ପାଖରେ, ଆମ ଅନ୍ତରରେ, ଆମ ଚେତନାରେ। ଆମେ ତାକୁ ଗ୍ରହଣ କଲା ପରେ କହୁ ଏଗୁଡାକ ସବୁ ସିମ୍ବଲ ଭାବରେ ଆସିଛନ୍ତି ଏବଂ ଏଇ ସିମ୍ବଲ ଆଗରୁ କେବେ ଆସିନଥିଲା। ଦ୍ୟାଟ୍ which never yet was made। ବର୍ତ୍ତମାନ ସୁଦ୍ଧା ଏଇ ସିମ୍ବଲକୁ କେହି ଦେଖି ନାହାନ୍ତି, ଜାଣିନାହାନ୍ତି। ପ୍ରଭୁ ଶ୍ରୀ ଅରବିନ୍ଦ ଯାହା ଆମକୁ କହୁଛନ୍ତି, ଇଏ ହେଉଛି ସୃଜନଶୀଳ ଆନନ୍ଦ। Symbols of that which never yet was made। ସେଇ ଜିନିଷଟିର ପ୍ରତୀକଟିଏ ପ୍ରଭୁ ତିଆରି କରି ଆମ ପାଖକୁ ପଠେଇ ଦିଅନ୍ତି, ମା ତିଆରି କରିକି ପଠେଇ ଦିଅନ୍ତି। ଏପର୍ଯ୍ୟନ୍ତ ସୁଦ୍ଧା ଆମ ପାଖକୁ ଯାହା ଆସିନଥିଲା, ପ୍ରକାଶ ହୋଇନଥିଲା, ତାହା ପ୍ରକାଶିତ ହୋଇଯାଏ। ଯୋଉ କଥା ବୁଝି ନ ପାରୁଥାଏ ଆମେ ବୁଝିପାରେ ଏବଂ ଏକ ସମ୍ପୂର୍ଣ୍ଣ ରୂପେ ନୂତନ ଏବଂ ତାଜା ଫ୍ରେଶ ଭାବରେ ଆମ ଭିତରକୁ ତାହା ପ୍ରବେଶ କଲା ବେଳେ ଆମେ ସେଇ ଫ୍ରେଶ ଭାବରେ, ତାଜା ଭାବରେ ଉଦ୍ଭୁତ ହେଇ ଉଠୁ। ପ୍ରାୟତଃ ଏହା ହେଉଛି ଆନନ୍ଦର ଏକ ସର୍ବୋତ୍କୃଷ୍ଟ ରୂପ, ଯାହାକୁ ଆମେ ମନୁଷ୍ୟ ଭାବରେ ଏପର୍ଯ୍ୟନ୍ତ ଅନୁଭବ କରିପାରିନା। ବେଳେ ବେଳେ ମା କୃପା କରି ଆମକୁ ଭକ୍ତି କରିଦିଏ, ତାହା ସବୁବେଳେ ଅନୁଭବ କରିପାରୁନା। ଆମ ଧାରଣା ଦୂରୀଭୂତ ହେବ ଯେ ଆମେ ହେଉଛେ ଏକ ବିଶାଳ ପାତ୍ର ଭେସେଲ। ଆମେ ଗୋଟେ ବିରାଟ କୁଣ୍ଡ, through which creative force is finding expression। ଆମେ ମଣିଷ, ଆମେ ପ୍ରସ୍ତୁତ। ଯୋଉ କ୍ରିଏଟିଭ ଫୋର୍ସ ତାକୁ ଆସିବ, କାହା ପାଇଁ ଯିବନି, ମଣିଷ ପାଖକୁ ଆସିବ। କାରଣ ମଣିଷ ପ୍ରିପେୟାର, ତା ଭିତରେ ଥିବା ଚେତନା ଉନ୍ମୋଚିତ ହେଉଛି, ତାରି ଭିତରେ ପ୍ରବେଶ କରିବ, ସେଇ କୁଣ୍ଡ ଭିତରେ, ଭେସେଲ ଭିତରେ। ମଣିଷ ନାମକ ଏକ ଭେସେଲ, ଯିଏ ଯାହାର ମନ ଅଛି, ମନଟା ତା ପାଇଁ ଭଗବାନଙ୍କର ଶେଷ ଅବଦାନ। ପ୍ରଭୁ ଶ୍ରୀ ଅରବିନ୍ଦ କହୁଛନ୍ତି, no doubt mind is a very great blessing of Lord to man। କିନ୍ତୁ ମନକୁ ନୀରବ କରିବା ଉଚିତ। ନୀରବ ମନର ଶକ୍ତି ହେଉଛି ଜାଗ୍ରତ ମନ ଠାରୁ ଅଧିକ ଶକ୍ତିଶାଳୀ। এই କଥା ଆମେ ପରେ ଆଲୋଚନା କରିବା। ତାପରେ 109 ପେଜରେ 215 ଧାଡ଼ିରୁ 220 ଧାଡ଼ିକୁ ପ୍ରଭୁ, ଆମେ ତ 214 ପର୍ଯ୍ୟନ୍ତ ପଢ଼ିଲେ, ଧାଡ଼ି 215ରୁ 220ରେ ପ୍ରଭୁ କ'ଣ କହୁଛନ୍ତି? 109 ପୃଷ୍ଠା। But soon the inert flesh responds no more। Then sinks the sacred urge of delight। ଉର୍ଜିର ଅର୍ଥ ହେଉଛି ନିମ୍ନ ଧରଣର ଇନ୍ଦ୍ରିୟ ସୁଖ, ତାକୁ ଉର୍ଜି କହନ୍ତି। ନିମ୍ନ ଧରଣର ଇନ୍ଦ୍ରିୟ ସୁଖକୁ
urge କହନ୍ତି। The blaze of passion and the tide of power, ଏ ନିମ୍ନ ଧରଣର ଇନ୍ଦ୍ରିୟ ସୁଖ ବା ଡିଲାଇଟ୍ ଅଛି। ଡିଲାଇଟ୍ ସବୁବେଳେ ଆମେ ଉଚ୍ଚ ସ୍ତରରେ ଥାଏ ତାକୁ ଧରୁ, କିନ୍ତୁ ବେଳେବେଳେ ନିମ୍ନ ସ୍ତରର ଆନନ୍ଦରୁ ମଧ୍ୟ ମଣିଷ ଡିଲାଇଟ୍ ଲାଭ କରେ, ତାକୁ ଉର୍ଜି କହନ୍ତି। ସେ ଉର୍ଜି ଆସିଲା ମାନେ, ନିମ୍ନ ଧରଣର ଇନ୍ଦ୍ରିୟ ସୁଖ ଆସିଲା ମାନେ ମଣିଷଟିଏ ଯାହା ଭିତରକୁ ସେ ପ୍ରବେଶ କରିବ, ସେ ପାସନ୍ ବା ଭାବ ପ୍ରବଣତାର ନିଆଁ ଅଗ୍ନି ଶିଖାରେ ଜଳିବାକୁ ଲାଗିବ। ବ୍ଲେଜ୍ ଅଫ୍ ପାସନ୍ ଆଣ୍ଡ ଦ ଟାଇଡ୍ ଅଫ୍ ପାୱାର, ତାର ଭିତରକୁ ଶକ୍ତିର ସ୍ରୋତ ଜୁଆର ଭଳିଆ ଲାଗି ଆସେ। ତେଣୁ ଯେଉଁମାନେ ପାସନରେ, ସେମାନେ କବି ହେଇପାରନ୍ତି। ଯେଉଁମାନେ ପାସନରେ, ସେମାନେ ଭାବୁକ ହେଇପାରନ୍ତି, କିନ୍ତୁ ତାହା ସେଇ କବି, ସେଇ ଭାବୁକ ଉଚ୍ଚ ସ୍ତରକୁ ଯିବା ପାଇଁ ଇଚ୍ଛା କରନ୍ତି ନାହିଁ। ନୂତନ ସୃଷ୍ଟି କରନ୍ତି, ନୂଆ ନୂଆ କବିତା ଲେଖନ୍ତି। ଆପଣ ଯଦି ପାଠ କରିବେ ଜାଣିପାରିବେ ସେ କବିତାର ଅର୍ଥ କିଛି ନାହିଁ, କେବଳ କେତେ ଗୁଡ଼ିଏ ଶବ୍ଦ, ଯେଉଁ ଶବ୍ଦ ଗୁଡ଼ାକ ନ୍ୟୁଜ୍, ସେଇ ଶବ୍ଦକୁ ନେଇ କବିତା ଲେଖାଏ। Are taken from us and though a glowing thought, এই ଜିନିଷ ଗୁଡ଼ିକ ପାସନ୍ଟା, ଟାଇଡ୍ ଅଫ୍ ପାୱାର, ପ୍ରଭୁ କହୁଛନ୍ତି କିଙ୍ଗଡମ୍ ଅଫ୍ ସଟଲ ମ୍ୟାଟରରେ ପ୍ରବେଶ କରିଗଲେ ଏ ନିମ୍ନ ଧରଣର ଅର୍ଜି ଆଉ ରହେ ନାହିଁ, ଟାଇଡ୍ ଅଫ୍ ପାୱାର ରହେ ନାହିଁ। ଆମଠାରୁ ତାହା ନିଆଯାଏ, କାଢ଼ି ନିଆଯାଇଥାଏ ଏବଂ ଆମ ଭିତରକୁ ଛାଡ଼ି ଦିଆଯାଇଥାଏ ଏକ ଗ୍ଲୋଇଂ ଥଟ୍, ଗୋଟିଏ ଚମତ୍କାର ଚକଚକିଆ ରୂପ। ଗ୍ଲୋଇଂ ଥଟ୍ କ'ଣ ସେ ଜିନିଷ? ଚମ୍ପକଲାଲ ଯେତେବେଳେ ପ୍ରଥମେ ଆଶ୍ରମକୁ ଆସିଲେ, ପ୍ରଭୁ ଶ୍ରୀ ଅରବିନ୍ଦ ତାଙ୍କୁ ସାକ୍ଷାତ ଦେଇଥିଲେ। ସେଇ ନୁହେଁ, ଆଉ କେତେ ଜଣ ଗୁଜରାଟୀ ମଧ୍ୟ ଆସିଥିଲେ। ସେମାନେ ପ୍ରଭୁ ଶ୍ରୀ ଅରବିନ୍ଦ ସନ୍ଧ୍ୟାବେଳେ ତାଙ୍କ ସହିତ କଥା ହେବାର ବ୍ୟବସ୍ଥା କରାହେଇଥିଲା। ପ୍ରଭୁ ବସିଲେ ଗୋଟିଏ ଚୌକିରେ, ଅନ୍ୟମାନଙ୍କ ପାଇଁ ଚେୟାର ପଡ଼ିଥିଲା, କିନ୍ତୁ ଚମ୍ପକଲାଲ କହିଲେ ନା, ଆମେ ଚେୟାରରେ ବସିବୁ ନାହିଁ, ଆମେ ଆପଣଙ୍କ ସାଇଡରେ ଚେକା ପକେଇ ବସିବୁ ମାଟିରେ ତଳେ। ସେ ହେଲା, ସେମାନେ ବସିଲେ ଏବଂ ପ୍ରଭୁ କହିଲେ ଯେ ଚମ୍ପକଲାଲ, ଆଉ ଅନ୍ୟ କଥା ଅଛି, ମୁଁ ବିଶେଷ କଥାଟି କହୁଛି, ତମେ ସାଧନା କରୁଛ? ମୁଁ ଶୁଣୁଛି ତମେ ସାଧନା କରୁଛ। ନା ହଁ ପ୍ରଭୁ। ନା ସାଧନାର ତୋର ଅନୁଭୂତି କ'ଣ? ନା ମୋ ଅନୁଭୂତି ହେଉଛି ମୋ ଭିତରେ ବହୁତ ଆନନ୍ଦ ଅନୁଭବ କରୁଛି ଏବଂ ବାହାରେ ଆଲୁଅ ଦେଖୁଛି। ଶ୍ରୀଅରବିନ୍ଦ ପୁଣି ଜୋରରେ ହସିଲେ, କହିଲେ ଠିକ ଅଛି, ତୁମେ ସାଧନା ପଥରେ ଠିକ ବାଟରେ ଯାଉଛ। ନା ପ୍ରଭୁ, ସେ ଆଲୁଅ ଆଉ ଆନନ୍ଦଟି କ'ଣ ମୋତେ ଟିକେ କହୁନାହାନ୍ତି? ପ୍ରଭୁ କହିଲେ, ଯୋଉ ଆନନ୍ଦଟି ତୁମେ ଅନୁଭବ କରୁଛ, ତୁମ ଭିତରେ ଭଗବାନ ଅଛନ୍ତି, ନହେଲେ ତୁମେ ଆନନ୍ଦ ଅନୁଭବ କର। ବାହାରେ ଯୋଉ ଆଲୁଅ ଦେଖୁଛ, ତୁମ ସହିତ ଭଗବାନ ଠିଆ ହେଇଛନ୍ତି। The very presence is there. এই কথাଟିକୁ ପ୍ରଭୁ ଶ୍ରୀ ଅରବିନ୍ଦ ଅନେକ ଜାଗାରେ କହିଛନ୍ତି। ଯେତେବେଳେ ଆମ ଭିତରକୁ ଗ୍ଲୋଇଂ ଫର୍ମଟିଏ ପ୍ରବେଶ କରେ, ଆମ ଭିତରେ ଆନନ୍ଦରେ ଆମେ ଆନନ୍ଦ ସାଗରରେ ଡୁବି ଯାଉ। ଯୋଉ ଆନନ୍ଦ ବେଳେ ବେଳେ ଆପଣମାନେ ବି ଅନୁଭବ କରନ୍ତି, ଖୁସି, କିଛି କାରଣ ନଥିବ ଆନନ୍ଦ ହଉଥିବେ। କାହିଁକି ନା ଏଇ ଜଗତଟା ଗୋଟେ ହେଉଛି ଆଷ୍ଟ୍ରୋନିସିଂ ଆର୍ଥ, ଆଶ୍ଚର୍ଯ୍ୟ ଧରଣର ପୃଥିବୀ। ଏଠାରେ ଆମେ ବନ୍ଧା ହେଇକି ଅଛୁ ନିୟମ କାନୁନ ସହିତ। ତାରି ଭିତରକୁ ଯଦି ପ୍ରଭୁଙ୍କର ଆନନ୍ଦ ପ୍ରବେଶ କରି ଆସିଲା, ଆମେ ତା ଭିତରେ ରହିକିରି ମଧ୍ୟ ବନ୍ଧନ ଭିତରେ। ଇମାଜିନ୍ ସୁପ୍ରିମ୍
प्रभु को परम प्रभु को आम इमाजिन कर परम प्रभु को इमाजिन करवा एत सहज कथा नुहे परम प्रभु को धारणा आज्ञा अच्छा प्रभु स्वरूप यही प्रकार हो पाए सी करती जदि जड़े ता भर बुड़ीकी रहा निश्चय परम प्रभु आलोक दर्शन कर जहाँ होता Too little of what was meant had left a trace. यही सुप्रीम आनंद रूप एते टिके आम भितर जदि रहीगला से आनंद चलीगले ताको खोजिक आम ट्रेस करवा समपर ना सी किसी छाप छाड़ी जाए छाप माने गोटे किसी जिनिस सिनेमा ट्रेन जाक ट्रेन काली पड़ी लुगार जमी जाए से गोटे ट्रेन आम चेतना छाड़ी जाए जो ट्रेन का ही आम सब किसी किंतु खूब शीघ्र आमर भौतिक शरीर प्रकृति जो आम मस्तिष्क ब्रेन एवं स्नायु सकल नर्व एवं हाथ गोड़ अंग प्रत्यंग एक शक्तिशाली प्रेरणा प्राप्त हुए प्रभु पाखर इन्स्पायर हो जाए जहाँ इन्स्पिरेशन कहा जाए एवं से अनुसार कार्य करने को तदनुसार कार्य करने को आम सक्षम हुए ना आम आउ गोटे उपर कथा भावु से इन्स्पिरेशन आमको जेनेराल वर्क आम जो भाव आमको कर एक विशेष कार्य करने मोर जन्म होगी आपण मान जन्म से बेले आम चेतना आमको शिखी कही आम फ्लेश बा रक्त मांस इनार्ट सब बेले इनार्ट होती स्टबीर ता भीतर आलोकित हो जाए सी गोटे नूतन शक्ति को रेस्पॉन्ड करे आम शरीर उपादान सब्सटेंस सर्वदा तामसिकता आड़ को दलित रही टेंड्स टू बी तामसिक स्थाणु इनार्ट एवं अनरेस्पॉन्स प्रतिक्रिया पृथ्वी प्रकृतिर से डल बेरियर निर्बोध प्रतिबंधक किसी क्षण हुए गुंची जापे से बेले आम इन्स्पिरेशन ऑफ स्पर्श इन्स्पिरेशन स्पर्श लाभ कर प्रेरणार स्पर्श जहाँ कहुए किंतु एत शीघ्र शरीर ऊर्ध्व आसुवा शक्तिशाली स्रोत प्रवाह को रेस्पॉन्ड करिपारुना पूर्ण जोगी आपण माने समस्ते बेले बेले उपरु एते परिमाण शक्ति आसे एते परिमाण आनंद आसे ताकू प्रभु एते कहते शक्तिशाली आनंदर स्रोत प्रवाह ताकू आम रेस्पॉन्ड करिपारुना बुझी पारुना धरी पारुना तापरे यही शक्तिशाली सघन सृष्टिकारी आनंद को प्रभु कहते क्रिएटिव डिलाइट सृजनशील आनंद जहाँ आम अनुभव करी सैक्रेड ओर्जी ऑफ डिलाइट इज लॉर्ड आम भितर जो निम्न धरण इंद्रिय सुख थाए किसी कोण से बाहर चली जाए किसी कोण पे लस्ट हो जाए आउ इंद्रिय सुख रु आम सुख पाऊ ना इंद्रिय बाहर आसुवा सुख आमको डिवाइन लव एवं आमर जेते ह्यूमन लव सब ओजी निम्न सृजनशील आनंद जहाँ आम अनुभव करूँ से सैक्रेड ओजी डिलाइट चली जाए दि वर्ल्ड ओजी कथा तो आम आलोचना कले आम जिते कौन निम्न धरण कार्य इनवल्व थाऊ ता भितर बुड़ीक थाऊ लटर पटर होताऊ
ସେଇ କଥାଟିକୁ ପ୍ରଭୁ କହୁଛନ୍ତି ନିମ୍ନ ଧରଣର ଇନ୍ଦ୍ରିୟ ସୁଖ। କିନ୍ତୁ ଏଠାରେ ପ୍ରଭୁ ଶ୍ରୀ ଅରବିନ୍ଦ ଏକ ସାକ୍ରେଡ୍ ଓର୍ଜି କଥା କହୁଛନ୍ତି। ଓର୍ଜି ସାକ୍ରେଡ୍। ଶ୍ରୀ ଅରବିନ୍ଦଙ୍କର ସୃଷ୍ଟି ପୁରାପୁରି ସ୍ୱର୍ଗୀୟ। ଛୋଟ ଜିନିଷକୁ ନେଇ ସେ ବଡ଼ କରିଦିଅନ୍ତି। ଆମେ ଯୋଉ ଶବ୍ଦ ଗୁଡ଼ାକୁ ଭଲ ପାଉନାହିଁ ତା ଦେହରେ ଏମିତି ଶବ୍ଦଟିଏ ଯୋଡ଼ି ଦେଇଥାନ୍ତି ତାକୁ ତାହା ଆମ ଭିତରକୁ ଯାଇକରି ଆନନ୍ଦ ସୃଷ୍ଟି କରେ। ଓର୍ଜିର ଅର୍ଥ ନିମ୍ନ ଧରଣର ସୂତ୍ର, ନିମ୍ନ ଧରଣର ସୁଖ। କିନ୍ତୁ ଏଠାରେ ପ୍ରଭୁ କହୁଛନ୍ତି ସାକ୍ରେଡ୍ ଓର୍ଜି। ସାକ୍ରେଡ୍ ଓର୍ଜି ବୋଲି କ'ଣ? ଆମେ ତ ଜାଣିଛେ ରାଧାକୃଷ୍ଣ ରାସଲୀଳା କରୁଛନ୍ତି। ଏଇଟା ତ ଓର୍ଜି ନୁହେଁ, ନିମ୍ନ ଧରଣର ସୁଖ ନୁହେଁ, ଏହା ସାକ୍ରେଡ୍ ଓର୍ଜି। କିପରି ନା ରାଧା ପ୍ରଭୁ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ସମ୍ପୂର୍ଣ୍ଣ ରୂପେ ସମର୍ପିତ ହୋଇଯାଏ। ଯେତେବେଳେ ଉଦ୍ଧବ ଆସିଥିଲେ ଶ୍ରୀକୃଷ୍ଣ ପଠେଇଥିଲେ ଯାଅ ଗୋପୀମାନେ କ'ଣ କରୁଛନ୍ତି ଦେଖି ଆସିବ। ସେ ଆସି ଦେଖି ଆଶ୍ଚର୍ଯ୍ୟ ହେଲେ ସମସ୍ତେ ଯାହା କରୁଛନ୍ତି ଶ୍ରୀକୃଷ୍ଣଙ୍କ ପାଇଁ କରୁଛନ୍ତି, ଆଉ କାହା ପାଇଁ। ସବୁ ବୁଲିଲେ, ଦେଖିଲେ, ଆନନ୍ଦିତ ହେଲେ, ଅନେକ ଜିନିଷ ଶିଖିଲେ। ଯୋଉଦିନ ଫେରି ଯାଉଛନ୍ତି ସେ ଶ୍ରୀ ରାଧାଙ୍କୁ ଦର୍ଶନ କଲେ ଏବଂ କହିଲେ ଆପଣ ମନରେ ଯଦି କିଛି କଥା ଅଛି ମୋତେ କୁହନ୍ତୁ, ମୋ ପ୍ରଭୁଙ୍କୁ ସେଠା ଜଣେ। ରାଧା ତାଙ୍କୁ କ'ଣ କହିଲେ, ମୋର କ'ଣ ମନ ଅଛି? ମୋର କ'ଣ 20-25ଟା ମନ ଅଛି ନା କ'ଣ? ମୋର ଗୋଟିଏ ମନ, ମୁଁ ତାଙ୍କୁ ତ ଦେଇଦେଇଛି କୃଷ୍ଣଙ୍କୁ। ଆଉ ମନ କୁଆଡ଼େ ଆସିଲା? ମୋ ମନରୁ ବାହାର କରି କଥା କହିବି। ମୋର ଗୋଟିଏ ମନ, ମୁଁ ତାକୁ ଆଗରୁ କୃଷ୍ଣଙ୍କୁ ଦେଇଦେଇଛି। ତେଣୁ ଆଉ କ'ଣ ମୁଁ କହିବି? ମୋ ପାଖରେ ଆଉ କିଛି ନାହିଁ, ଯାହା ଥିଲା ତାଙ୍କୁ ଦେଇଦେଇଛି। ତାହା ହେଉଛି ଏଇ ଅବସ୍ଥା ଯେତେବେଳେ ସମସ୍ତ ଶରୀର କ୍ରିଏଟିଭ୍ ଇନ୍ସପିରେସନ୍ ଦ୍ୱାରା, ଇନ୍ସପିରେସନ୍ ଏବଂ ଫୋର୍ସ ଦ୍ୱାରା କବଳିତ ହୋଇଯାଏ। ଶ୍ରୀ ରାଧାଙ୍କର ସେମିତି, ମୀରାବାଈଙ୍କର ସେମିତି ସିଜ୍ ହେଇଯାଏ। କିଛି କ୍ଷଣ ପାଇଁ ସକଳ ଇନ୍ଦ୍ରିୟ ଏବଂ ଶରୀର ସମଗ୍ର କ୍ଷମତା କାପାସିଟି ହରାନ୍ତି। ଇଣ୍ଟେନ୍ସ ଡିଲାଇଟ୍ ଭିତରେ ପଶିଯାଆନ୍ତି। ଘନୀଭୂତ ଆନନ୍ଦର ପ୍ରକ୍ରିୟା ଭିତରେ ଡୁବି ଯାଇଥାନ୍ତି। କିନ୍ତୁ ଖୁବ୍ ଶୀଘ୍ର ଏହି ସମସ୍ତ ଘନୀଭୂତ ଆନନ୍ଦର ସମାପ୍ତି ଘଟି ଯାଇଥାଏ। ଇଣ୍ଟେନ୍ସିଟି ଡାଇଜ୍ ଡାଉନ୍ ଠିକ୍ ଲିଭି ଆସୁଥିବା ଏକ ଉଜ୍ଜଳ କ୍ୟାଣ୍ଡେଲ ପରି। ଏକ ନିର୍ବାପିତ ହେବାକୁ ଯାଉଥିବା ଅଗ୍ନିଶିଖା ପରି। The blaze of a passion, intense feeling, ଯାହା ଏହି ଚାପ ବା ପ୍ରେସର ଯୋଗୁଁ ଅନୁଭୂତ ହୋଇଥାଏ ତାହା ହେଉଛି ଏକ ଜ୍ୱଳନ୍ତ ଅଗ୍ନିପିଣ୍ଡ ସଦୃଶ। ଏ ବ୍ଲେଜ୍ ଦାଉ ଦାଉ ହଉ ଜଳୁଥିବା କୋଇଲା, ଦାଉ ଦାଉ ହଉ ଜଳୁଥିବା ସତେ ଯେପରି ଅଗ୍ନି ଜଳା ହଉଛି। ଅଗିରା ପୂର୍ଣ୍ଣିମା ଅଗ୍ନି ଜଳା ହୁଏ, ବନଫାୟାର। ସେମ୍ ଆମ ଅନ୍ତର ଭିତରେ ଯେତେବେଳେ ବନଫାୟାର ଆରମ୍ଭ ହୁଏ, ଅଗ୍ନି ଜଳେ, ଅଗ୍ନି ଉତ୍ସବ ପରି ହୁତୁ ହୁତୁ ହୋଇ ଜଳୁଥିବା ଅଗ୍ନିଗଦା ଅଗ୍ନି ସଦୃଶ ଆମ ଭିତରେ ଥିବା ସମସ୍ତ ପ୍ରକାର ନିମ୍ନ ଶକ୍ତି, ନିମ୍ନ ଧରଣର ଇନ୍ଦ୍ରିୟ ସୁଖ ପୋଡ଼ିଯାଏ। ଆମ ଭିତରକୁ ଶକ୍ତିର ଜୁଆର ମାଡ଼ି ଆସେ, ପ୍ଳାବିତ ହୋଇଯାଏ। ଶକ୍ତିର ସମୁଦ୍ର କିନ୍ତୁ ଖୁବ୍ ଶୀଘ୍ର ତୁରନ୍ତ ସେଇ ଶକ୍ତିଶାଳୀ ଅନୁଭବ ସଫଳ ଆମ ଠାରୁ କାଢ଼ି ନିଅନ୍ତି ପ୍ରଭୁ। କାହିଁକି ନା ବେଶୀ ସମୟ ଆମ ପାଖରେ ରହିଲେ ପାଗଳା ହେଇଯିବା। ଟେକେନ୍ ଆୱେ ଫ୍ରମ୍ ଅସ୍, ସେମାନଙ୍କ ପ୍ରଭାବ ଅନୁସାରେ ରହିଥିଲେ ଆମେ କିଛି ଆଶ୍ଚର୍ଯ୍ୟଚକିତ କାମ କରିପାରିଥାନ୍ତି, ଯାହା ହୋଇଛି
ए ग्लोइंग फॉर्म जाज्वल्यमान शिल्प जहाँ से क्रिएटिव इम्पल्स आम चलीगला रही जाता से महान सृष्टि ग्रेट क्रिएशन को जो मैंने देखी से आश्चर्यचकित हो जाते आम भितर चिन्ह को देख चित्कार करते व्हाट ए ग्रेट मास्टरपीस व्हाट ए सुप्रीम पीस ऑफ आर्ट किंतु शिल्पी स्वयं जानती जे थ्रू लिटिल ऑफ व्हाट वाज इन हैज लेफ्ट ट्रेस शिल्पी भितर साधक अनेक इम्पल्स धारणा भावना स्रोत पर मारी आसती से संभाली कियदंश व्यवहार कर 1% 2% व्यवहार कर जहाँ से गढ़े से मास्टरपीस है अनेक शक्ति चली जाए यूटिलाइज कर मास्टरपीस हवा जी दरकार से रही जाए एवं से जुआर छाड़ी गले भी किसी ट्रेस छाड़ी दे जाए नई बढ़ी जिते छाड़ी जाए पूर्णगर्भा नदी थिला फसीगला पानी जो पर्यंत फसीगला से गोटे चिन्ह रखिदे गला जो चिन्हटा है यही पर्यंत बड़ी पानी उठी थिला सब लोके सेमिति साधक कवि शिल्पी मानक हृदय भितर जो बन्या आसी थाए से बन्या संपूर्ण हवा पूर्व चली जाए कि रही जाए किंतु जहाँ आसी तार चिन्ह रही जाए ट्रेस रही जाए थ्रू लिटिल ऑफ व्हाट मीन लेफ्ट ट्रेस बहुत जिनिस आसता बहुत स्रोत आस आमको उबुटुबु करूला नाकरे पानी पशिला भाया होता किंतु से सब चलीगला कियदंश आम व्यवहार कर आपण मैंने अनुभव कर माँ जिते दिखती माँ देला बेले खोली दिखती टैप आनंद हो चले भर आम गाधो से उबुटुबु हो आनंद को भी यूज करू किंतु जी आम कम लगे पारू से पाइप आम धन्य हो अन्य गुड़ाक आसीथिबा बोली आम जानू कारण आम भितर से गोटे चिन्ह छाड़ी दे जाए प्रभु श्री अरविंद हुए तो सावित्री महाकाव्य संपूर्ण रूपे अवस्थापित कर सब जिनस अनेकटा भितर साइज रखिछन बहुत कथा भविष्य आमको जी देती से ग्लोइंग फॉर्म आपण मैंने पाई एक विराट स्टुपेंडस आलोकर एते टिके कणा ताहा मध्य आम भितर ग्लोइंग फॉर्म रूपे काम समस्त कथा अपा भाई मैंने जी अनुभव करे से भूली जाए निजे गत मासर नवप्रकाश आप पढ़े जो लेखाटी धारावाहिक भाव में बाहर ध्यान प्रार्थना एक आत्मलिपि माँ गोटे गाँव जाए पंडिचेरी निकटवर्ती ग्राम मान जाऊे गाड़ी पवित्र हेले माँ ड्राइवर से गोटे गाँव जो मनुमेंट थाए मंदिर थाए बड़ बड़ पोखरी थाए नदी थाए विचार चली आस देखिले माँ से विचरण कर आसला बेले आसला बेले कहले जे ड्राइवर कहते माँ को माँ गाड़ी पछरे क्योंकि पिला दूर
খুব জোর। মা କହିଲେ ଗାଡି ସ୍ଲୋ କରିଦିଅ, ଗାଡି ସ୍ଲୋ। ପିଲାଟି କିନ୍ତୁ ଦୌଡୁଛି 13 ବର୍ଷ 14 ବର୍ଷ 20 ବର୍ଷ 18 19 ବର୍ଷର ବାଳକଟିଏ, 19 20 ବର୍ଷର ସେ ଦୌଡୁଛି। ସେମିତି ଦୌଡ଼ି ଦୌଡ଼ିକା ପଣ୍ଡିଚେରୀକି ଆସିଲା। ଆଶ୍ରମର ଗ୍ୟାରେଜ ଗାଡି ରଖିକିରି ମା ଠିଆ ହେଲା। ମା ଆଗକୁ ଚାଲିଲେ, ସିଏ ତାଙ୍କ ମାଙ୍କ ପଛ ପଛ ଟାଣି ହେଇଗଲା। ଆମେ ଯାହା ଆଜି ପଢିଲେ ଗୋଟେ ଗ୍ରେଟ୍ କ୍ରିଏସନ ଭିତରକୁ ପ୍ରବେଶ କରିଗଲା, ଟାଣି ହେଇଗଲା। ହଠାତ୍ ମା ବୁଲି ପଡିଲେ, ଯୋଉଠି ଉଠିବେ ପାହାଚରେ ଉପରକୁ ଉଠିବେ, ପ୍ରଥମ ପାହାଚରେ ମା ବୁଲି ପଡିଲେ। ପିଲାକୁ ଦେଖିକି ହତଭମ୍ବ ହେଇଗଲା, ନିଜର ସମ୍ବିତ ଫେରି ପାଇଲା, ଅପୂର୍ବ ମାତୃ ସ୍ୱରୂପକୁ ଦର୍ଶନ କରି ପାଦ ତଳେ ଲମ୍ବ କିଛି କହିଲେ ନାହିଁ, ବୁଲି ପଡିଲେ, ହସିଦେଲେ। ପିଲାଟି ଫେରି ଆସିଲା। କିନ୍ତୁ ତା ପରଦିନ ଠାରୁ ତା ପରଦିନ ଠାରୁ ସେ ସବୁଦିନ ସକାଳୁ ନଦୀରେ ଗାଧାଏ ଏବଂ ତାର ବେଶ ପିନ୍ଧିକିରି ଲୁଗାପଟା, ତାମିଲି ବାଳକ ତାର ଲୁଗାପଟା ପିନ୍ଧିକିରି ଦୌଡେ ଆଶ୍ରମ ଚାରିପଟ ଯାକ ଦୌଡ଼ିକି ପ୍ରଦକ୍ଷିଣ କରେ। ଏମିତି ସେ 7 ବର୍ଷ କାଳ ଦୌଡେ। ସେ କହିଛି, ତାକୁ ପଚାରିଲେ କହେ, ମୁଁ ମୋ ତୀର୍ଥଯାତ୍ରାରେ ଯାଉଛି। 7 ବର୍ଷ କାଳ ଏଇ ତୀର୍ଥଯାତ୍ରାର ଆନନ୍ଦ ତାକୁ ଦିନେ ନେଇକିରି ମାଙ୍କ ପାଖରେ ପହଞ୍ଚିଗଲା ଏବଂ ସେ ମା ଦର୍ଶନ କରି ପ୍ରଣାମ କଲା। ମା ମୁଁ ଏଇଠି ରହିବି, ମୁଁ ଆଉ ଯିବିନି। ତାର ପ୍ୟାରେଣ୍ଟସ ଏତେ ଚେଷ୍ଟା କଲେ ମଧ୍ୟ ମା କହିଲେ, ତମେ ରହିବ, ଆମେ ସବୁ ରଖିବୁ, କିନ୍ତୁ ତମକୁ କେତେ ବର୍ଷ? ନା ମତେ 20 ବର୍ଷ। ଆଉ ବର୍ଷ ଅପେକ୍ଷା 21 ବର୍ଷ ହେଲେ ରହିବ। ସେ ଆଉ ବର୍ଷେ ଅପେକ୍ଷା କଲେ, କିନ୍ତୁ ୟା ଭିତରେ ତାଙ୍କ ପ୍ୟାରେଣ୍ଟସ ବିରୋଧ କଲେ ଏବଂ ତାଙ୍କର ପଣ୍ଡିଚେରୀରେ ଯିଏ ସବୁଠାରୁ ଧନୀ ବ୍ୟକ୍ତି ତାଙ୍କୁ ଯାଇ କହିଲେ ଯେ ତୁମର ଆମ ପିଲାକୁ ଆଶ୍ରମ ନେଇଯାଉଛି, ତୁ କଣ କରିବୁ? ସେ ଆସିକି ଆଶ୍ରମରେ ସେତେବେଳେ ସେକ୍ରେଟାରୀ ଯିଏ ଥିଲେ ପବିତ୍ର ଦାସ, ଅମୃତ ଦାସ, ମୁଦାଚାରୀ, ମୁଦାଚାରୀ ଆୟଙ୍ଗାର ତାଙ୍କୁ ସାକ୍ଷାତ କଲେ। କାରଣ ସେ କହୁଛନ୍ତି ତାମିଲି କରି, ଦେଖ ତମେ ଯୋଉ ପିଲାକୁ ଆଶ୍ରମରେ ରଖିବ ବୋଲି କହୁଛ, ସେ ଗୋଟେ କ୍ରିମିନାଲ, ସେ ଥାନାରେ କେସ୍ ଅଛି, ତମେ ରଖିଲେ ସେଠି ଗଣ୍ଡଗୋଳ କରିବ। ମା ଏ କଥା ଯାଇକି ମୁଦାଚାରୀ ମାଙ୍କୁ କହିଲେ। ମା କହିଲେ ଠିକ ଅଛି, ମୁଁ ପ୍ରଭୁଙ୍କୁ ଜଣେଇବି। ମା ଶ୍ରୀଅରବିନ୍ଦ କହିଲେ, ମୁଁ ତ ଦେଖିପାରୁଛି ଯୋଉ ଲୋକଟେ ସେ ପିଲା ବିରୁଦ୍ଧରେ ଆସିକିରି କମ୍ପ୍ଲେନ କରୁଛି, ସେ ଗୋଟେ ରାକ୍ଷସ ଏବଂ ସେ ତାକୁ ରଖିକିରି ପାଖରେ ତା କାମ ହାସଲ କରିବା। ସେ ପିଲାକୁ ଶୀଘ୍ର ଆଶ୍ରମରେ ରଖ। ପ୍ରଭୁଙ୍କର ମୋହର ବାଜିଗଲା, ଆଉ କୁଆଡେ ଯିବେ କିଏ? ତାଙ୍କୁ ଆଶ୍ରମରେ ଆଗକୁ। ୟାର ଅର୍ଥ କଣ? ୟାର ଅର୍ଥ ହଉଛି ଗୋଟେ ସୁପ୍ରିମ ସରପ୍ରାଇଜ। ହି ବିକେମ ଏ ମାଷ୍ଟରପିସ୍। କାରଣ ସୁପ୍ରିମଙ୍କର ଷ୍ଟାମ୍ପ ତା ଦେହରେ ଲାଗିଗଲା। ଭାଇମାନେ, ଆପଣଙ୍କ ସମୟ ହେଇଗଲାଣି, ଆମେ ବାରାନ୍ତରେ ଅନ୍ୟ ବାରରେ ଏ ବିଷୟରେ ଆହୁରି ଆଲୋଚନା କରିବା, ଆଗକୁ କରିବା। ବର୍ତ୍ତମାନ ଆପଣମାନଙ୍କୁ ସମସ୍ତଙ୍କୁ ଆଉ କୃତଜ୍ଞତା ଜଣାଇ ଏତେ ସମୟ ଧରି ଆପଣ ମୁଁ ଏଇଠି ବିରତି ନେଉଛି ଏବଂ ମା ପାଖରେ ପ୍ରାର୍ଥନା କରୁଛି ସମସ୍ତଙ୍କ ଉପରେ ମାଙ୍କ ଆଶୀର୍ବାଦ। ଓମ୍ ଆନନ୍ଦମୟୀ ଚୈତନ୍ୟମୟୀ ସତ୍ୟମୟୀ ପରମେ ମା ଶ୍ରୀଅରବିନ୍ଦ